শ্রমিক একতা জিন্দাবাদ। ওড়িশা কেন্দুপত্র কর্মচারী সংঘ ওড়িশা କେନ୍ଦୁପତ୍ର ତୋଳାଳିଙ୍କ ଫେଡ଼ି ଉଚ୍ଛେଦ କେରି ପ୍ରତି ବୃଦ୍ଧି ଘରୋଇକରଣ ଭଳି 17 ଦଫା ଦାବି ନେଇ ଦୁଇଦିନିଆ ଗଣଧାରଣା। ବଣାଇ କେନ୍ଦୁପତ୍ର ରେଞ୍ଜ ଅନ୍ତର୍ଗତ ସମସ୍ତ କେନ୍ଦୁପତ୍ର ତୋଳାଳିଙ୍କ ଦୁଇଦିନିଆ ଗଣଧାରଣା ବଣାଇ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଦେଖିବାକୁ ମିଳିଛି। ଆଜି ଶତାଧିକ କେନ୍ଦୁପତ୍ର ଶ୍ରମିକ ବନ୍ଧାଳି ଫଡ଼ି ଉଚ୍ଛେଦ ଶ୍ରମିକମାନଙ୍କୁ ସରକାରଙ୍କ ବର୍ଦ୍ଧିତ ଦରମା ଏହିଭଳି 17 ଗୋଟି ଦାବିକୁ ନେଇ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ନାରା ଦେଇ ଗଣଧାରଣାରେ ବସିଥିଲେ। ଏହା 2 ଦିନ ଧରି ଚାଲିବ। ସରକାର ଆସନ୍ତା 8 ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ଆସନ୍ତା 28 ତାରିଖଠାରୁ ରାଜରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏଥିନେଇ କେନ୍ଦୁପତ୍ର ରେଞ୍ଜର ଚନ୍ଦ୍ରକାନ୍ତ ବେହେରାଙ୍କୁ ମୋବାଇଲ ଯୋଗାଯୋଗ କରିବାରୁ କୌଣସି ଉତ୍ତର ମିଳିନଥିଲା। ବଣାଇରୁ ସୁରଜ ପ୍ରତାପ ମହାନ୍ତିଙ୍କ ରିପୋର୍ଟ ପ୍ରତିଜ୍ଞା ଲାଇଭ୍। ବିରଞ୍ଚି ନାୟକ ବଣାଇ କେନ୍ଦୁପତ୍ର ହେଡ୍ ଚେକର ଆମର ସମସ୍ତ ଫଡ଼ି ମାନଙ୍କରେ ମନସି ଚେକର ଆମର ବୋନସ୍ ଦରମା ବୃଦ୍ଧି କେରି ପ୍ରତି ବୃଦ୍ଧି ଏସବୁ ଅନେକ ଗୁଡ଼ିଏ ସମସ୍ୟା ଆମର ରହିଛି। ସେ ସମସ୍ୟା ଗୁଡ଼ାକ କେନ୍ଦୁପତ୍ର କେରି ଦର ବୃଦ୍ଧି ସିଜନାଲ କର୍ମଚାରୀଙ୍କର ଦରମା ବୃଦ୍ଧି ବନ୍ଧେଇ ଶ୍ରମିକମାନଙ୍କ ବଣ୍ଡଲ ବୃଦ୍ଧି ଫଡ଼ି ଉଚ୍ଛେଦ ବନ୍ଦ କରିବା ଘରୋଇକରଣ ବନ୍ଦ କରିବା ବଜେଟ୍ରେ ସାମାଜିକ ନିରାପତ୍ତା ପାଇଁ 200 କୋଟି ଟଙ୍କାର ପ୍ରାଧାନ୍ୟ ଏହିପରି ଅନେକ ଗୁଡ଼ିଏ ଆମର ଦାବି ରହିଛି। 17 ଦଫା ଦାବିରୁ ଆମର ସବୁ ପୂରଣ ହେଲେ ଆମର ସିଜନାଲ ଷ୍ଟାଫ୍ କିଛି ଉପକୃତ ହେବ ବୋଲି ଆମେ ତୁଳାଳି ବନ୍ଧାଳି ସମସ୍ତ ସିଜନାଲ ଷ୍ଟାଫ୍ କିଛି ଉପକୃତ ହେବୁ। କେତେ ଦିନ ଦାବି ନେଇ ଆମର 2 ଦିନ ଧରି ଆମର ଧାରଣାରେ ବସିଛୁ। ସରକାର ନ ଶୁଣିଲେ ଯଦି ଆମେ 27 ତାରିଖ ଦିନ ରାଜରାସ୍ତାକୁ ଓହ୍ଲାଇବାର ବ୍ୟବସ୍ଥା କରିଛୁ।